ଧନୁ ରାଶି 2025 ମସିହା ସେପ୍ଟେମ୍ବର ମାସର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9 ଗୋଟି ଗ୍ରହମାନଙ୍କର ଅବସ୍ଥିତିକୁ ଅବଲୋକନ କଲେ ଜଣାଯାଏ ସେପ୍ଟେମ୍ବର ମାସ ଧନୁ ରାଶି ପାଇଁ ମଧ୍ୟମ ଧରଣର ଫଳଦାୟକ ରହିବ। 3 ଗୋଟି ବଡ଼ ମହାଗ୍ରହ ବୃହସ୍ପତି, ଶନି ଓ ମଙ୍ଗଳ ମହାଗ୍ରହଙ୍କର ଦୃଷ୍ଟି ଧନୁରାଶି ଉପରେ ରହୁଥିବାରୁ ଧନୁରାଶିଜାତ ବ୍ୟକ୍ତିଙ୍କର ମାନସମ୍ମାନରେ ବିଶେଷ ବୃଦ୍ଧି ଘଟିବ। ଜନସମ୍ପର୍କ ବୃଦ୍ଧି ପାଇବା ସହିତ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ପଦପଦବୀ ମିଳିବାର ବହୁତ ସମ୍ଭାବନା ରହିଅଛି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସଫଳ ବ୍ୟବସାୟ କରିବା ସହିତ ଆଖି ଦୃଷ୍ଟିଆ ଧନ ଉପାର୍ଜନ କରିବା ପାଇଁ ସକ୍ଷମ ହେବେ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ସଞ୍ଚିତ ଅର୍ଥ ବୃଦ୍ଧି କରିବା ପାଇଁ ସମର୍ଥ ହେବେ। ଚାକିରି କରୁଥିଲେ କର୍ମକ୍ଷେତ୍ରରେ ମନ୍ଥରତା ଦେଖାଦେବ। ଗତାନୁଗତିକ ଢଙ୍ଗରେ ସମୟ ଅତିବାହିତ ହେବ। କର୍ମକ୍ଷେତ୍ରରେ ଆଳସ୍ୟ ବୃଦ୍ଧି ପାଇପାରେ। ପାରିବାରିକ ଦୃଷ୍ଟିକୋଣରୁ ମାସଟି ସାମାନ୍ୟ ଜଣାପଡ଼ୁଥିଲେ ମଧ୍ୟ ପରିବାର ଭିତରେ ଏକ ଚାପା ଅଶାନ୍ତିମୟ ପରିବେଶ ସର୍ବଦା ଲାଗି ରହିବ। ଧନୁରାଶିର ତୃତୀୟ ଭାବରେ ଅବସ୍ଥାନ କରିଥିବା ରାହୁ ଭ୍ରାତୃବିବାଦ ସୃଷ୍ଟି କରିବାର ବହୁତ ସମ୍ଭାବନା। ଚତୁର୍ଥ ଭାବସ୍ଥ ଶନି ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟାଇ ପାରନ୍ତି। ସେଥିପ୍ରତି ସଜାଗ ରହିବା ଉଚିତ ହେବ। ଦାମ୍ପତ୍ୟ ଜୀବନ ହସଖୁସି ଭରା ରହିବ। ଦୁଇଟି ମନ ଏକ ହୋଇ ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ କରିବେ। ଦମ୍ପତି ଦୂରସ୍ଥାନ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରେମ ସମ୍ପର୍କରେ ଥିଲେ ସେପ୍ଟେମ୍ବର ମାସ ଧନୁରାଶି ପାଇଁ ପ୍ରୀତିଭରା ମାସ ରହିବ, କିନ୍ତୁ ସମୟରେ ଉଭୟଙ୍କର ଗରମାଗରମ କଥା କଟାକଟି ପାର୍ଟନରଙ୍କ ମନରେ ଆଘାତ ପହୁଞ୍ଚାଇପାରେ। ତେଣୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ସେପ୍ଟେମ୍ବର ମାସ ଧନୁରାଶି ପାଇଁ ବହୁଳ ସମସ୍ୟା ସୃଷ୍ଟି କରିପାରେ। ଏ ସମୟରେ ଧନୁରାଶିର ଚତୁର୍ଥ ଭାବରେ ଶନି ରହି ଶନି ଢାଇଆ ସୃଷ୍ଟି କରୁଥିବାରୁ ଧନୁରାଶି ଜାତକ ବ୍ୟକ୍ତିଙ୍କର ଶରୀର ଅସୁସ୍ଥ ରହିବାର ଯଥେଷ୍ଟ ସମ୍ଭାବନା ରହିଅଛି। ମଧୁମେହ ବା ଡାଇବେଟିକ୍, ଆର୍ଥ୍ରାଇଟିସ୍ ଓ ଗ୍ୟାଷ୍ଟ୍ରିକ୍ ଭଳି ରୋଗରେ ଆକ୍ରାନ୍ତ ରହିଥିଲେ ନିୟମିତ ଚେକଅପ୍ ସହିତ ଯଥା ସମୟରେ ଔଷଧ ସେବନ କରିବାକୁ ଭୁଲିବେ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ ଧନୁରାଶି ପାଇଁ ସେପ୍ଟେମ୍ବର ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରନ୍ତୁ। ବୟସାଧିକ ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରି ଆଶୀର୍ବାଦ ପ୍ରାପ୍ତ କଲେ ବହୁତ ଗୁଡ଼ିଏ ରିଷ୍ଟ ଖଣ୍ଡନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।